ଆପଣ ଏମିତି ମଙ୍ଗଳାଚରଣ କଲେ ହଁ ନହେଲେ କହିବୁଟି ଏରା ବୁଝି ହଉନି କିଛି କିଛି ଆମେ ବୁଝି ପାରିଲୁନି କରା ଗୋଟେ ମା ସେଥିରେ ତିନିଟା ଫୁଲ ପୂଜା କଣ୍ଟା ସିଏ ମଙ୍ଗଳ କରିବ ଇଏ ସବୁ ହବନି କିରେ ଠାକୁର ନାହାନ୍ତି କୌଣସି ଦେବୀ ନାହିଁ ଦେବତା ନାହିଁ ହଁ ଆଶୀର୍ବାଦ କରିବ ଗୋଟେ ମା ଏମିତି ଠକିକି ଗଲେ ହବନି ନା ଠକାଠକି ଚଳିବନି ଆଜ୍ଞା ରୁହ ରୁହ ତମେ ଭାବିଛ କଣ ପଇସା ପାନ ଗଛର ପତନ ଦେବୁ ଆମେ କି ଆରେ ତମେ କହୁଛ ହଁ ସେ ନାରୀଟି କିଏ ନାରୀ କିଏ ନାରୀ ଯୋଉ ଗଭାଟା ବାନ୍ଧିଛି ସେ ଗଭାଟି କିଏ ଆଜ୍ଞା ଗଭାରେ ତିନୋଟି ଫୁଲ ଖସିଛି ସେ ତିନି ଫୁଲ କିଏ ଫୁଲ କିଏ ସେ ନାଲିଆ ମୁଣ୍ଡ କୁଣ୍ଟାଟା କିଏ ବାସ୍ ବାସ୍ କହିକି ଯା ତାହେଲେ ଗୋଟି ଗୋଟିକି ବୁଝା ଆମକୁ ଆଜ୍ଞା ତୁମର ସନ୍ଦେହଟା କ୍ଲିୟର କରିବାକୁ ଧନ ପଡିବ ମୋର ସନ୍ଦେଶ କ୍ଲିୟର କର ନାରୀଟା କିଏ ହଁ ନାରୀଟା କିଏ କେଉଁଠି ଅଛି ଆଗ ଦେଖିବା ଦେଖିବା ଲେଖିଲା ଆପଣ ମାନଙ୍କର ନୀଳାଦ୍ରି ଚନ୍ଦ୍ରିକା ମହୋଦୟ ହଁ ହଲ ସର୍ବସ୍ଥା ସର୍ବକ୍ଷେତ୍ର ରାଜଶ୍ରୀ ପୁରୁଷୋତ୍ତମ ଦେବାନା ରାଜଶ୍ରୀ ପୁରୁଷୋତ୍ତମ କିରେ 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 ଶ୍ରୀଧର ବାବୁ ଆଜ୍ଞା ବାବୁ ଏ ସଂସାରରେ ଯେତେ କ୍ଷେତ୍ର ଯେତେ ତୀର୍ଥ ଯେତେ ଧାମ ଅଛି ଆଜ୍ଞା ମାନେ ସବୁଠାରୁ ପୁରୁଷୋତ୍ତମ କ୍ଷେତ୍ରଟା ହଉଛି ନିଆରା ନା ନିଆରା ନା ନାଇଁ ହଁ ସବୁଠାରୁ ପୁରୁଷୋତ୍ତମ ଧାମ ହଉଛି ନିଆରା ଏଣୁ ବାପା କ୍ଷେତ୍ର ଅଧିପତି ଯିଏ ଯିଏ କ୍ଷେତ୍ରାଧୀଶ ଯିଏ ହଁ ସେ କ୍ଷେତ୍ର ନାମ ଯାହା ଯାହା ସେ ନାରୀ ନାମଟି ସେଇଆ ସେଇଆ ବୁଝିଲୁ କଣ ବୁଝିଲି ତଥାପି ବୁଝିଗଲାନି ସାରେ କିରା ବୁଝା ରହିଲା ଅଜ୍ଞାନ ଆମେ ପୁଣି ତଥାପି ବୁଝିପାରିଲୁ ନାଇଁ ନାଇଁ କେତେ ଦିନ ପାଲା ଗାଇଲେ ପୁଅ ମୋ ସଙ୍ଗରେ ରହିକି ହଁ କେତେ ଦିନ ପାଲା ଗାଇଲେ ତୁ ବୁଝିବୁ ହଁ ପୁଅରେ ଓ ଲେଖିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ 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 ପୁଅରେ ହଁ କଣ କହିଲେ କଣ ଭଦ୍ରା ପରିଣୟ ହେଲା ଅନୁପ୍ରାସ ବା 10 ମାତ୍ରା ଝାମ୍ପ ତାଲ ଝାମ୍ପ ତାଳ କଣ କହିଲେ ଆରେ ସିନ୍ଧୁର ଧେ ପୁରୁଷ ତମ ନେତ୍ର ବାପା ସିନ୍ଧୁ ମଧ୍ୟ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ପୁରୁଷୋତ୍ତମ କ୍ଷେତ୍ରରେ ଆଜ୍ଞା ସବୁ ଆଜ୍ଞା ଆଶ୍ଚର୍ଯ୍ୟଜନକ କଥା ଅଛି ଯାହା ଦେଖିବୁ ସବୁ ଆଶ୍ଚର୍ଯ୍ୟ ସବୁ ଆଶ୍ଚର୍ଯ୍ୟ ପୁରୀରେ ବହୁତ ନଣ୍ଡା ବହୁତ ପଣ୍ଡା ବହୁତ ବୁଲା ଷଣ୍ଢ ଚଣ୍ଡ ମାର୍କଣ୍ଡ କାଣି ଷଣ୍ଢ ଏ ପୁଅ ଆଜ୍ଞା ସମସ୍ତ କହନ୍ତି ନଳା ହଉଛି 18 କିନ୍ତୁ ଗଣିଲା ବେଳକୁ 19 ସମସ୍ତେ କହନ୍ତି 22 ପାହାଞ୍ଚ ଗଣିଲା ବେଳକୁ 19 ପାହାଞ୍ଚ ଆଜ୍ଞା ଜଗନ୍ନାଥ ମନ୍ଦିର କେତେ ଉଚ୍ଚା କେତେ କହିଲା ବାପା ତା ମଧ୍ୟରେ ଜଗନ୍ନାଥ ମନ୍ଦିରଙ୍କର ଛାଇ ପଡୁନି କି ଆଶ୍ଚର୍ଯ୍ୟ ଦେଖିଲ ନା ନାଇଁ ଲକ୍ଷ ଲକ୍ଷ ଭକ୍ତ ମାନେ ଖାଇକି ଯାଉଛନ୍ତି କେତେ ଆଜ୍ଞା ମହାପ୍ରସାଦ ତିଆରି ହଉଛି ସେ ଅଭଡା କୁଡୁଆ ସବୁ କୁହାଯାଉଛି କିଏ କହିବ କୁଡୁଆ କୁହାଯାଉଛି ପାଉଁଶ ନାହିଁ ପୁଣି ଯୋଉ ଚୁଲିରେ ଜଗନ୍ନାଥ ମହାପ୍ରଭୁଙ୍କର 60 ପଉଟି ମଣଇ ହଉଛି ଆଜ୍ଞା ଆମେ ଯଦି ଦିନେ ରୋଷେଇ କରୁଛେ ତା ପରଦିନ ଚୁଲିରେ ପାଉଁଶ ଫୁଲ ହେଇକି ରହିଯାଉଛି ବାସ୍ ବାସ୍ ପ୍ରତ୍ୟେକ ଦିନ 60 ପଉଠି ମହାପ୍ରଭୁଙ୍କର ମଣଇ ହବା ଭିତରେ ଟିକେ ପାଉଁଶ ଦେଖୁଛନ୍ତି ପାଉଁଶ ନାହିଁ ପାଉଁଶ ଆସିବ କୁଆଡୁ ସେ ପରା ହିଟରରେ ରୋଷେଇ ହଉଛି ହିଟରରେ ତୁ ଦେଖିଥିଲୁ ନହେଲେ ଗ୍ୟାସ ଜଗନ୍ନାଥ ଧାମରେ ଯାହା ଦେଖିବ ସବୁ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ତେଣୁ ଆଜ୍ଞା
ଇଏ ଜଗନ୍ନାଥ ମହାପ୍ରଭୁ ହଉଛନ୍ତି ପୁରୁଷୋତ୍ତମ। ପୁରୁଷୋତ୍ତମ କାହିଁକି ତାଙ୍କୁ କୁହାଗଲା ପୁରୁଷୋତ୍ତମ? ପୁରୁଷ ମାନଙ୍କ ମଧ୍ୟରେ ଉତ୍ତମ ଏ ପୁଅ ହେଲା ପୁରୁଷୋତ୍ତମ ବୋଲି କାହିଁକି କୁହାଗଲା? କହିଲା ଆଜ୍ଞା ପଞ୍ଚ ସାହିତ୍ୟର କବି ହେଲେ ହେ ଆପଣ ମାନଙ୍କର ବଳରାମ ଦାସ। ବଳରାମ ଦାସ ବଳରାମ ଦାସ ଗୋଟା ପଦ କହିଲେ କଣ ସେ ପଦ? ବୋଲେ ହସ୍ତ ଇଏ ନଥାଇ ଚତୁର୍ବର୍ଗ ଦିଏ ପାଦ ନଥାଇ ଚତୁର୍ବର୍ଗ ଯାଏ ପାଦ ନଥାଇ ଚତୁର୍ବର୍ଗ ଯାଏ ପାଦ ନଥାଇ ଚତୁର୍ବର୍ଗ ଯାଏ କର୍ଣ୍ଣ ନଥାଇ ସବୁ ଶୂଳ ଥାଏ ଚକ୍ଷୁ ନଥାଇ ସବୁ ଦେଖୁ ଥାଏ ଚକ୍ଷୁ ନଥାଇ ସବୁ ଦେଖୁ ଥାଏ ଚକ୍ଷୁ ନଥାଇ ସବୁ ଦେଖୁ ଥାଏ ନାସା ନଥାଇ ବାସବ ଭୋଗ ମୁଖ ନଥାଇ ଛପନ আরে ପଞ୍ଚ ସାହିତ୍ୟର ଆଜ୍ଞା ମାନେ କବି ହେଲେ ବଳରାମ ଦାସ। বলরাম ଆପଣଙ୍କର ବଳରାମ ଦାସ କହିଲେ ତାର ହାତ ନାହିଁ କିନ୍ତୁ ଆଜ୍ଞା ସଂସାର ମଧ୍ୟରେ ତା ଭଳି ଦବା ଦିଅ ଦାନି ପିଅ ପୁଅ দানি কি ଦାନି ଠାକୁର ମହାପ୍ରଭୁଙ୍କ ଭଳି ଦାନି ଠାକୁର ସଂସାରରେ ଆଉ କେହି ନାହିଁ। না 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 ଏ କଣ ନାଇଁ ନାଇଁ ସବୁ ପାଣି ଧରୁଛ କିରେ? ଭଡାଟିଆ ଗୁଣ୍ଡା ଭଳିଆ ଭୟ କଣ କରୁଛ? ଜଗନ୍ନାଥ ଦବା ଠାକୁର ନବା ଠାକୁର କିରେ ଦାସିଆ ବାଠୁ ନଡିଆ ନେଲା হ্যাঁ ଯିଏ ଭୋଗ ଦଉଛି ତାଠୁ ନଉଛି ନଉଛି। ଦଉଛି କଣ? ଆରେ ଶୁଣେ ନାଇଁ ହାତ ନାହିଁ ଚତୁର୍ବର୍ଗ ଦାନ କରୁଛି ହେଲା ପାତ ନାହିଁ ଚତୁର୍ଦିଗକୁ ଯାଉଛି ଯାଉଛି କର୍ଣ୍ଣ ନାହିଁ ହଁ କର୍ଣ୍ଣ ଯଦି ଅଛି ଆଚ୍ଛା। କର୍ଣ୍ଣର ଗୋତ୍ର ନାହିଁ ହଁ ସମସ୍ତିଙ୍କର ଡାକକୁ ସେ ଶୁଣୁଛି ଶୁଣିପାରେ ଚକ୍ଷୁ ନାହିଁ ହଁ ସବୁ ଦେଖୁଛି ଦେଖେ ପୁଅରେ ହଁ ନାସା ନାହିଁ ନାସା ଆଜ୍ଞା ଜଗତରେ ଯେତା ସବୁ ବାସ୍ନା ବାବା ସବୁ ଯାକ ବାସ୍ନା ଆଗ୍ରହ ଆଗ୍ରହଣ କରେ ସେତିକି ନୁହେଁ ଆଉ ପାଟି ଅଛି ପାଟିରେ ତାର ଦାନ୍ତ ନାହିଁ ଆଜ୍ଞା 60 ପଉଟି ପ୍ରତ୍ୟେକ ଦିନ ସେ ଖାଉଛି ଏହେ ତାହେଲେ 60 ପଉଟି କେମିତି ଖାଉଛି? କେମିତିକା ଅଭିରାମ ପରମହଂସ ଲେଖିଲେ କହିଲେ ବୋଧେ ନା। 60 ପଉଟି ଭୋଗକୁ ତାର ଇଏ ପଉଠି ବ୍ୟଞ୍ଜନ ସହସ୍ର ନଉତି ପଣାକୁ ତାର ବିନା ଦନ୍ତରେ ପ୍ରତ୍ୟେକ ଦିନ ଆଜ୍ଞା ହଁ ପହର ଖୋଲିବା ଠାରୁ ପହର ବନ୍ଦ ହେବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ତା ପାଇଁ 60 ପଉଟି ଧାନର ଚାଉଳ ଖଞ୍ଜା ଯାଇଛି। ଖଞ୍ଜା ଯାଏ ଖାଲି କଣ ସେତିକି ଖାଉଛି? ଆଉ 53 ପ୍ରକାର ବ୍ୟଞ୍ଜନ ତରକାରୀ ହଁ ଡାଲି ବେସର ମହୁର ଠାରୁ ଆରମ୍ଭ କରି ସବୁ ଖାଲି କଣ ସେତିକି ଖାଉଛି? ନା ତ ସହିତ ଆଜ୍ଞା 56 ପ୍ରକାର ରାଜଭୋଗ ହେଲା ପୋଡ ପିଠା ଠାରୁ ଆରମ୍ଭ କରି ହଁ ଆଜ୍ଞା ମାନେ ରସାବଳି ପର୍ଯ୍ୟନ୍ତ ବାବା 56 ପ୍ରକାର ରାଜଭୋଗ ସିଏ ଖାଉଛି। ହଁ ଖାଲି ସେତିକି ନୁହେଁ ହେଲା ତା ସହିତ ସହସ୍ର ନଉତି ପଣା ସିଏ ପିଉଛି। ବିନା ଦନ୍ତର ଆଜ୍ଞା 60 ପଉଟି ଧାନର ଚାଉଳ 53 ପ୍ରକାର ବ୍ୟଞ୍ଜନ ତରକାରୀ 56 ପ୍ରକାର ଆଜ୍ଞା ରାଜଭୋଗ ପହଡ ଖୋଲିବା ଠାରୁ ଆଜ୍ଞା ମାନେ ପହଡ ବନ୍ଦ ହେବା ପର୍ଯ୍ୟନ୍ତ ଆଚ୍ଛା ଆଚ୍ଛା ତା ପାଇଁ ଖଞ୍ଜା ଯାଇଛି ନା ନାହିଁ? জানি ସେଇଥିପାଇଁ ଆପଣ ମା ଲୋକର ନୀଳାଦ୍ରି ଚନ୍ଦ୍ରିକା ମହୋଦୟ କହିଲେ କଣ କହିଲେ? ରାଜାନଂ ଚତୁର୍ବର୍ଣ୍ଣାନା କ୍ଷେତ ପୁଥବ ଦାନା